ରୈକ୍ୟ ରାଜାଙ୍କର ଏପରି ଦାନକୁ ଅସ୍ୱୀକାର କରି କହିଲେ, ମହାରାଜ, ଏ ମୋର ଦାରିଦ୍ର୍ୟ ନୁହେଁ, ବରଂ ବ୍ରହ୍ମ ଚେତନାର ଅପରିଗ୍ରହ। ଏ କର୍ମ ହରାଇଲେ ମୋ ଠାରୁ ବ୍ରହ୍ମତେଜ ଦୂର ହୋଇଯିବ। ଜଣକ କିଛି ଦିନ ସେଠାରେ ଅବସ୍ଥାନ କରି ସାଧୁସଙ୍ଗ ଫଳରେ ଜାଣିପାରିଲେ ବ୍ରହ୍ମଜ୍ଞାନୀ ବିଳାସୀ ହେବା ଉଚିତ ନୁହେଁ, ବରଂ କଠିନ ପରିଶ୍ରମୀ ଅପରିଗ୍ରହୀ ହେବା ଉଚିତ। ଏହା ଫଳରେ ନୂତନ ଦିଗ୍ଦର୍ଶନ ସେ ପାଇବେ। ରାଜ୍ୟକୁ ଫେରି ନିଜ ହାତରେ ଚାଷ କରିବା ଆରମ୍ଭ କଲେ। ଶ୍ରମ ମାଧ୍ୟମରେ ଉପାର୍ଜନ କରି ଜୀବିକା ନିର୍ବାହ କରି ରାଜକାର୍ଯ୍ୟ ଚଳାଏ। ଫଳସ୍ୱରୂପ ସେ ଜଗଜ୍ଜନନୀ ମାତା ସୀତାଙ୍କର ଜନକ ହୋଇପାରିଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଗାଡ଼ି ଚଳାଇ ଜୀବିକାର୍ଜନ କରୁଥିବା ରୈକ୍ୟ କେଡ଼େ ମହାନ। ଏହା ହିଁ ବ୍ରହ୍ମଜ୍ଞାନୀ ଅପରିଗ୍ରହୀ ମାନଙ୍କର ଜଗତର ଶିକ୍ଷା। ପରବର୍ତ୍ତୀ ଗପ, ରାବଣର ଅହଙ୍କାର। ତ୍ରେତୟା ଯୁଗରେ ଲଙ୍କାର ରାଜା ରାବଣ ଅତ୍ୟନ୍ତ ବଳଶାଳୀ ଥିଲା। ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ସେ ତ୍ରିଭୁବନ ଜୟ କରିଥିଲା। ଦେବତାମାନଙ୍କୁ ପଦତଳେ ଖଟାଉଥିଲା। ସେ ଅଖଣ୍ଡ ଶକ୍ତିର ଅଧିକାରୀ ଥିଲା। ଦିନେ ସେ ରାଜସଭାରେ ମନ୍ତ୍ରୀଙ୍କୁ ପଚାରିଲା, ଏପର୍ଯ୍ୟନ୍ତ କେଉଁମାନେ ଅତୀତରେ ରାକ୍ଷସମାନଙ୍କ ଉପରେ ଅତ୍ୟାଚାର କରିଛନ୍ତି, ସେମାନଙ୍କୁ ଧ୍ୱଂସ କରିବା ତାର ପ୍ରଥମ କର୍ତ୍ତବ୍ୟ ହେବ। ମନ୍ତ୍ରୀ ବହୁ ପୂର୍ବର ସତ୍ୟ ଯୁଗରେ ଏକ ଘଟଣା ଜଣାଇଲେ। ପୂର୍ବେ ବଳି ନାମରେ ଜଣେ ମହା ବଳଶାଳୀ ଧାର୍ମିକ ଦାନୀ ରାକ୍ଷସ ଥିଲେ। ସେ ଦେବତାମାନଙ୍କ ସହିତ ସର୍ବଦା ଯୁଦ୍ଧ କରି ସ୍ୱର୍ଗରୁ ତଡ଼ି ଦେଉଥିଲେ। ଦେବତାମାନଙ୍କ ଅନୁରୋଧରେ ପ୍ରଭୁ ନାରାୟଣ ବାମନ ରୂପ ଧରି ବଳିଠାରୁ 3 ପାଦ ଭୂମି ମାଗିଲେ। ବଳି ଦେବାକୁ ସତ୍ୟ କଲେ। ଫଳରେ ବାମନଙ୍କର 1 ପାଦ ସ୍ୱର୍ଗ ଆଚ୍ଛାଦନ କଲା, 2ୟ ପାଦ ପୃଥିବୀ ବେଷ୍ଟନ କଲା। ବାମନ ପଚାରିଲେ, ବଳି, ତୁମର 3ୟ ପାଦ ପାଇଁ ଭୂମି କାହିଁ? ବଳି ଉତ୍ତର ଦେଲେ, ପ୍ରଭୁ, ଆପଣଙ୍କର ତ ଆଉ ପାଦ ନାହିଁ। ଫଳରେ ନାରାୟଣଙ୍କ 3ୟ ପାଦ ଦ୍ୱାରା ତାଙ୍କୁ ପାତାଳକୁ ଚାପି ଦିଆଗଲା। ସେହିଦିନୁ ବଳି ପାତାଳରେ ବନ୍ଦୀ ହୋଇ ରହିଛନ୍ତି। ରାବଣ ଏହା ଜାଣିବା ପରେ କ୍ରୋଧରେ କହି ଉଠିଲା, ଆଜି ବଳି ମୋକ୍ଷଣ ହେବ। ଦେଖିବି କେଉଁ ନାରାୟଣ ମୋତେ ବାରଣ କରିବେ। ଆଦେଶ ଅନୁସାରେ ପୁଷ୍ପକ ବିମାନ ସଜା ହେଲା। ଏହା ଏକ ସ୍ୱୟଂକ୍ରିୟ ଯାନ। ଆଦେଶ ପାଇଲେ ଉପଯୁକ୍ତ ସ୍ଥାନକୁ ନେଇଯାଏ। ରାବଣ ଏ ଯାନ କୁବେରଙ୍କ ଠାରୁ ଛଡ଼ାଇ ଆଣିଥିଲା। ରାବଣ ଏକାକୀ କ୍ରମେ ପୁଷ୍ପକ ବିମାନ ରାବଣକୁ ନେଇ ଉଡ଼ିବାକୁ ଆରମ୍ଭ କଲା। ହିମାଳୟ ପର୍ବତର ଏକ ଗହ୍ୱର ମଧ୍ୟ ଦେଇ ପାତାଳପୁରକୁ ପ୍ରବେଶ କଲା। ଅନ୍ଧକାର ଯୋଗୁଁ ଯାନରେ ଥିବା ଆଲୋକ ସ୍ୱୟଂ ଜଳି ଉଠିଲା। ଗହ୍ୱର ମଧ୍ୟରେ ବହୁ ପଥ ଅତିକ୍ରମ କରିବା ପରେ ଏକ ତୋରଣ ନିକଟରେ ଯାନ। ରାବଣ ଯାନରୁ ଓହ୍ଲାଇ ଦେଖିଲା, ତୋରଣରେ ଲେଖାଯାଇଛି ବଳି ନିବାସ। ଭିତରକୁ ସତର୍କରେ ପ୍ରବେଶ କଲା, କାରଣ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତୋରଣ ଠାରୁ ବଳି ବନ୍ଦୀ ହୋଇ ରହିଛି, କେହି ପ୍ରହରୀ ଜଗି ନାହାନ୍ତି। କିଛି ସମୟ ଅସ୍ଥିର ଭାବେ ପଦଚାରଣା କରି ଭାବିଲା ଫେରିଯିବି। ଏ ସମୟରେ ଦୂରରୁ ଏକ ଗମ୍ଭୀର ଶବ୍ଦ ଶୁଭିଲା, ରାବଣ, ଭିତରକୁ ଆସ, ମୁଁ ଏଇଠାରେ ଅଛି। ରାବଣ ଅଦୂରରେ ଏକ ସୁସଜ୍ଜିତ କକ୍ଷ ଦେଖିବାକୁ ପାଇଲା। କକ୍ଷଟି ଅତ୍ୟନ୍ତ ମୂଲ୍ୟବାନ ଧାତୁରେ ନିର୍ମିତ। ରାବଣ କ୍ରମେ ଆଶ୍ଚର୍ଯ୍ୟ ହୋଇ କକ୍ଷ ମଧ୍ୟକୁ ପ୍ରବେଶ କଲା। ଏକ ମୂଲ୍ୟବାନ ଆସନରେ ବଳି ଉପବେଶନ କରିଥିଲେ। ହାତ ଉପରକୁ ଟେକି ଦେବାରୁ ଅନ୍ୟ ଏକ ଅନୁରୂପ ଆସନ ଶୂନ୍ୟରୁ ଖସି ଆସିଲା। ପୁଣି ଥରେ ହାତ ଉଠାଇବାରୁ ପାତ୍ରରେ କିଛି ପାନୀୟ ରାବଣଙ୍କ ପାଖକୁ ଆସିଲା, କିନ୍ତୁ ସେଠାରେ କେହି ନଥିଲେ। ତାପରେ ବଳି ପ୍ରଶ୍ନ କଲେ, ରାବଣ, ତୁମେ ଏଠାକୁ କାହିଁକି ଆସିଛ? ରାବଣ ଉତ୍ତର ଦେଲା, ମୁଁ ଜାଣିବାକୁ ପାଇଲି ନାରାୟଣ ଆପଣଙ୍କୁ ଏଠାରେ ବନ୍ଦୀ କରି ରଖିଛନ୍ତି।
ମୁଁ ମୁକ୍ତ କରି ନେବାକୁ ଲଙ୍କାକୁ ନେଇଯିବାକୁ ଆସିଛି। ବଡ଼ି ଖୁବ୍ ଜୋରରେ ହସି ଉଠିଲେ। ତୁମେ ଦେଖୁଛ ମୁଁ ଏଠାରେ ବନ୍ଦୀ ହୋଇ ଅଛି କି? ମୁଁ ଯାହା ଚାହିଁବି ଗରୁଡ଼ ମୋତେ ତାହା ଯୋଗାଇ ଦେବେ। ଏଠାରେ ପ୍ରହରୀ କେହି ନାହିଁ। କାହାଠାରୁ ମୋତେ ମୁକ୍ତ କରିବ ତୁମେ? ମୁଁ ନିଜେ ନିଜ ଇଚ୍ଛାରେ ଏଠାରେ ବନ୍ଦୀ ହୋଇ ରହିଛି। ନାରାୟଣଙ୍କ ପାଖରେ ମୁଁ ସତ୍ୟବଦ୍ଧ। ମୁଁ ଏ ସ୍ଥାନ ତ୍ୟାଗ କରି ଅନ୍ୟତ୍ର ଯାଇପାରିବି ନାହିଁ। ତୁମେ ଅତ୍ୟନ୍ତ କ୍ଳାନ୍ତ, ଚାଲ ବାହାରେ ବୁଲି ଦେଖିବା। ବଳିଙ୍କ ସହିତ ରାବଣ ଏକ ମନୋରମ ଉଦ୍ୟାନ ମଧ୍ୟକୁ ପ୍ରବେଶ କଲେ। ରାବଣ ଦେଖିଲେ ଅଦୂରରେ ଏକ ରତ୍ନର ପାହାଡ଼ ପଡ଼ିଛି। ଲଙ୍କାରେ ଏଭଳି ରତ୍ନ ନାହିଁ, ତେଣୁ ତାଙ୍କର ଲୋଭ ପାରିଲାନି। ବଳି ଉପହାସ ସ୍ଥଳରେ କହିଲେ, ତୁମେ ଜାଣ ଏ ରତ୍ନ ପାହାଡ଼ଟି କ'ଣ? ମୋର ଅଜା ଅଣଅଜା ହିରଣ୍ୟକଶିପୁ ସେ କାନରେ ଦୁଇଟି କୁଣ୍ଡଳ ପିନ୍ଧୁଥିଲେ। ନାରାୟଣ ନୃସିଂହ ଅବତାରରେ ତାଙ୍କୁ ଦୁଇ ହାତରେ ଟେକି ଏପରି ବୁଲେଇଲେ ଯେ ଗୋଟିଏ କୁଣ୍ଡଳ ସମୁଦ୍ରରେ ପଡ଼ିଲା, ଅନ୍ୟଟି ଏଇଠି ପଡ଼ୁଛି। ଯେଉଁ କୁଣ୍ଡଳକୁ ତୁମେ 20 ହାତରେ ବି ଟେକି ପାରିଲ ନାହିଁ, ଏବେ ଭାବି ଦେଖ ଏପରି ଦୁଇଟି କୁଣ୍ଡଳ ଯେ କାନରେ ପିନ୍ଧୁଥିଲେ ତାଙ୍କୁ ଯେ ହାତରେ ଟେକି ବୁଲାଇଥିଲେ, ସେ ନାରାୟଣ ତୁମଠାରୁ କେତେ ବଳଶାଳୀ। ତାଙ୍କ ଆଦେଶରେ ମୁଁ ଏଠାରେ ନିଜ ଇଚ୍ଛାରେ ବନ୍ଦୀ ହୋଇ ଅଛି। ତୁମେ ଆସିଛ ମୋତେ ମୁକ୍ତି କରିବାକୁ। ଏପରି ପ୍ରଳାପ ଆଉ କେବେ କରିବ ନାହିଁ। ମୋ କଥା ମାନି ଲଙ୍କାକୁ ଫେରିଯାଅ। ମନେ ରଖ, ସେ ନାରାୟଣଙ୍କର କେବେ ବିରୁଦ୍ଧାଚରଣ କରିବ ନାହିଁ। ଯେବେ ତାଙ୍କ ବିରୁଦ୍ଧରେ ଯିବାକୁ ଚେଷ୍ଟା କରିବ, ତାହା ହେବ ତୁମର ଅନ୍ତିମ ସହ। ତୁମ ବଳ ବିକ୍ରମ ମୋତେ ଭଲ ଭାବରେ ଜଣା। ଏହା ମୋର ତୁମକୁ ଚେତାବନୀ। ରାବଣ ଅପମାନରେ ଜର୍ଜରିତ ହୋଇ ଲଙ୍କାକୁ ଫେରି ଆସିଲା। ପରବର୍ତ୍ତୀ ଗପ ସହିଷ୍ଣୁତା। ତୁକାରାମ ଭାରତବର୍ଷର ସାଧୁମାନଙ୍କ ମଧ୍ୟରେ ଜଣେ ମହାନ ସାଧୁ ମହାତ୍ମା ଭାବରେ ବିଶେଷ ଭାବରେ ପରିଚିତ। ସେ ଭଗବାନଙ୍କ ଦର୍ଶନ ଲାଭ କରି ଧନ୍ୟ ହୋଇଥିଲେ। ସେ ବଡ଼ ଗରିବ ଥିଲେ। 2 ବେଳା ଅନ୍ନ ସଂସ୍ଥାନ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା। ତାଙ୍କ ସ୍ତ୍ରୀ ସଂସାର ପରିଚାଳନା କରିପାରୁନଥିବାରୁ ବାରମ୍ବାର ଉପବାସ ରହୁଥିଲେ। ସ୍ୱାମୀଙ୍କ ଉପରେ ପ୍ରଚଣ୍ଡ କ୍ଷୁବ୍ଧ ଥିଲେ। ଫଳରେ ସ୍ୱାମୀଙ୍କୁ କ୍ରୋଧରେ ଗାଳିଗୁଲଜ କରୁଥିଲେ। ତୁକାରାମଙ୍କୁ ଅନେକ ଗଞ୍ଜଣା ସହିବାକୁ ପଡୁଥିଲା। ତଥାପି ସ୍ତ୍ରୀଙ୍କୁ ସେ କିଛି କହୁନଥିଲେ। ବାରମ୍ବାର ଏପରି ଘଟିବା ଦ୍ୱାରା ସ୍ତ୍ରୀଙ୍କ କଟୁ କଥା ସହି ନ ପାରି ସେ ଦିନେ ଘର ଛାଡ଼ି ଦୂର ଏକ ନିର୍ଜନ ପରିତ୍ୟକ୍ତ ଗୃହରେ ଉପସ୍ଥିତ ହେଲେ। ପ୍ରଭୁଙ୍କୁ ଡାକିବା ସୁବିଧା ହେବ ଭାବି ନିର୍ଜନରେ ସେଠାରେ ରହିଗଲେ। 4 ଦିନ ପରେ ପତ୍ନୀ ସେଠାରେ ପହଞ୍ଚି କଟୁ କଥା କହିଲେ। ତାଙ୍କରି ମତ ପଥ ଅନୁସରଣ କରିବେ। ଏଥର ତୁକାରାମ ଘରକୁ ଫେରିଲେ। ପରଦିନ ଆସବାସ ପତ୍ର ଗ୍ରାମର ଦୁଃଖୀ ଦରିଦ୍ରଙ୍କୁ ଡାକି ବାଣ୍ଟିଦେଲେ। ସ୍ତ୍ରୀ ରାଗରେ କମ୍ପୁଥାନ୍ତି। ଘରେ ଖାଦ୍ୟ ନାହିଁ। ଉପବାସର 3ୟ ଦିନ ତୁକାରାମ ରାସ୍ତା ଉପରକୁ ଆସିଲେ। ମୁଖରୁ ଅନବରତ କୁଷ୍ଠନାମ ବାହାରୁଥାଏ। ନାମ ବିଭୋର ଅବସ୍ଥାରେ କୁଷ୍ଠ ଡାକି ଡାକି ପାଗଳ କରି ଚାଲିଥାନ୍ତି। ଏ ସମୟରେ ଗୋଟିଏ ଗୋରୁ ଗାଡ଼ିରେ ଜଣେ ଆଖୁ ବୋଝେଇ କରି ନେଇ ଯାଉଥିଲା। ଦେଖି ଗାଡ଼ିରୁ ଓହ୍ଲାଇ ଗାଡ଼ିରୁ କେତେ ଖଣ୍ଡ ଆଖୁ ଆଣି ତୁକାରାମଙ୍କୁ ଦେଲା। ନମ୍ର ଭାବରେ କହିଲା, ପ୍ରଭୁ ଏ ସାମାନ୍ୟ କେତେ ଖଣ୍ଡ ଦେଉଛି ଗ୍ରହଣ କରନ୍ତୁ। ଘରକୁ ଫେରିଲେ। ଆନନ୍ଦରେ ଘରେ ପହଞ୍ଚି ଡାକ ଦେଲେ, ଆଗ ଶୁଣୁଛ କୁଆଡ଼େ ଗଲ? ପ୍ରଭୁଙ୍କ ଅପରିସୀମ କୃପାରୁ କି ସୁନ୍ଦର ପ୍ରସାଦ ନେଇ ଆସିଛି। ଖୁବ୍ ମିଠା ରସ, ଖାଇ ଦେଖ ନା। ସୁଧା ଉପବାସୀ ସ୍ତ୍ରୀ ପଦାକୁ ବାହାରି ଆସିଲେ। କପ ସ୍ୱରରେ କହିଲେ, ଏପରି ସ୍ୱାମୀ ଦେବ। ସବୁ ସେଇ କୃଷ୍ଣଙ୍କର ଇଚ୍ଛା।
आमे केवल बायार भ्रमी भ्रम होउछ मात्र आस राग करना आखु ते कहियो ये तो प्रभु को प्रसाद यह कोई स्नेह हाथ को आखु खंड बढ़े स्त्री एथर आउ सहयोग कर पारे ना भोक उपास जोगु तुकाराम निर्विकार मुखरे केवल कृष्णनाम भावुता ईश्वर कि विचित्र लीला चक्षु मुद्रित करी गाई चली था पुष्ट 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 चक्षुरु अविरत प्रेमास्त्र झरी पड़ू थाए आघात पर आघात आखुटी खंड विखंड हो गला स्त्री पिटी पिटी क्लांत हो पड़े हठात होश कर बाहर कर छी यहाँ मृत्यु बरम श्रेय तुकाराम माड़ खाइबा परे आखुर खंड विखंड अंश गोटे धरी स्त्री को स्नेह कहले भल है बड़ आखु गुड़िक खाइबा को असुविधा होता प्रभु को कृपार खंड विखंड होगा एथर खाइबा को भल हम तापर स्त्री मथारे हाथ बुले कहले राग करना कृष्ण प्रसाद खाइदियो स्वामी को स्पर्श ईश्वर कृपा धीरे धीरे स्त्री तामसिक भाव कटिगला परितापर जर्जरित स्त्री स्वामी को सहनशीलता कथा भावुले विवाहित जीवन में अनेक कथा मन पड़गला चक्षु दे जल धार धार बढ़िया लगे स्वामी पद प्रांत लोटी पड़ी बारंबार क्षमा भिक्षा कले स्त्री मनर सात्विक भावर परिप्रकाश है एथर निजर उपवास कथा भूली जाई उभय कृष्ण नाम करने लगे यह ही भक्तर सहिष्णु गुण संसार आनंदमय करने परस्पर सहनशील होगा उचित प्रथम सहनशील होगा उचित यह फल संसार सुखमय है परवर्ती गप साधु किए थे महात्मा भरत पुरुषोत्तम रामचंद्र को पचारे प्रभु साधु व्यक्ति मान को किपर चिन्हवा से लक्षण कौन उत्तर देवे साधु व्यक्ति चंदन वृक्ष भली असाधु भक्ति कुराड़ी परी कुराड़ी चंदन वृक्ष को काटे फल चंदन वृक्ष तले पड़ जाए एड़े आघात सही से निज सुबात किसी अंश कुराड़ी को दे फल गछ काटी सारा कुराड़ी चंदन वास आस तेणु से साधु व्यक्ति जो मैंने असाधु व्यक्ति ठारू आघात अपमान पाई भल गुण किसी अंश असाधु व्यक्ति को दे था सर्वदा समस्त भल कामना करते ये विषय रामायण एक सुंदर उदाहरण अच्छे माता सीता को रावण हरण कर बालीवध पर भक्त हनुमान सागर लंघी माता सीता को लंकार अशोक वन में ठाब कर आसे पर समुद्र बंधा हेबार कथा बानर भालू सैन्य माने लगी पड़े बड़ बड़ पहाड़ गुड़ी को बही आनी नल नील को छुआई जय श्रीराम कही समुद्र में पकाइले समुद्र जल में पहाड़ गुड़ी को भासिला एवं सेतुबंध निर्माण कार्य चलला भक्त मान निष्ठा और कार्य समुद्र कूल बसी देखुता हठात एक अद्भुत दृश्य दृष्टि पथारूढ़ है से देखिले गोटे छोट मुचुमूषा पानी रे बुड़ी जाउछि बाली रे गड़ी जाउछि एवं बंध उपर झाड़ी होई पड़ुछि फल केतोटी बाली कोणा मात्र बंध प्रभु श्रीराम मने मने गुंडीचर प्रभु भक्ति एवं इष्ट निष्ठार प्रशंसा कले ठीक ए समय शुणा प्रभु देखिले जे तार लांज पाखरु रक्त बहुछि प्रभु बंध उपर को उठी जाए गुंचु को कोल को नहीं आसले एवं कोल रे बसाई आउंसिया को लगे परे प्रभु मु तो चिन्ह ना गोटे बड़ माकड़ मो ऊपर गोड़ पकईदेला मो लांज खंडिया
प्रभु कोल आउंसी दौ दौ कहले एबे काम करुवा सैन्य मान देखी मत कह क्यों मांकड़ तुमको ये अवस्था देती उपयुक्त दंड दि गुंडीचीटी मुंड टेकी चाही था सैन्य मैंने जनक पर जड़े पहाड़ मुंडे समुद्र मध्य को खबर था पछरे भक्त श्रेष्ठ हनुमान एक विराट पर्वत धरी बंध उपरको आसिले गुंची चित्कार कर कहला प्रभु यही मांकड़ बका मुझे बंध कार्य करुला तुम्हें पाद पकई क्षत कल कहीं भाव में भक्त हनुमान कहे मुझे अनुताप कर प्रभु किंतु कहले तुम्हें ये दंड भोग कर मथा नत कर हनुमान दंड ग्रहण करने को स्वीकार करे प्रभु किंतु कहले ये गुंची देव दंड तुमको देव तुम्हें ता ग्रहण कर गुंची मुंड टे कहला अभिशाप को अपेक्षा कर मथा नत कर समय गुंडीची प्रभु को कोल दृढ़स्तर कहला हे भक्त श्रेष्ठ हनुमान मु तुमको यही अभिशाप देउछि जे तुम पद धूली जहाँ मुंड उपरे पड़ो से मो भली प्रभु श्रीराम को कोल खाई प्रभु को श्रीहस्तरु आउंसा खाऊ ए विषय प्रभु अत्यंत संतुष्ट हो आउंसार दाग गुंची पिठी उपरे आंकीदेले सबुदिन से आउंसा दाग रहीगला यह है साधु व्यक्तिर लक्षण दुख दुख दातार मंगल कामना से परवर्ती गप सहनशीलता गोटे बण पाखे जड़े साधु महात्मा रोते से बड़ अतिथि परायण थे प्रतिदिन अतिथि भोजन न कराए निजे भोजन करुन अतिथि को से खूब भक्ति करुले कुटीर पाख दे जी जाऊला सी डाकी भोजन कराते अतिथि सेवा भगवान को सेवा बोली से भावुले कुटीर आगे से सबुदिने चाह बसता केतेबेले अतिथि से बाट दे जीवे दिने से बाटे कहीं लोक गले ना साधु महात्मा मन दुख बसी रही नियम भंग होगा आशंकार से अधिक व्याकुल हो उठिले ठीक यही समय जड़े 100 वर्षर वृद्ध से पथ दे आसिले से बड़ क्लांत श्रांत जना पड़ुले साधु बाबा अटकई गोड़ धोईदे उपयुक्त आसन में बसाइले आदर सहित पत्र भोजन परिवेशन कले वृद्ध लोकटी भगवान को भोग करने आरंभ कले यह देखी साधु बाबा अत्यंत रागिगले कहले आपण जो ईश्वर को दान में बंची नदी भोजन कले किपरि बुद्ध उत्तर देले मु कौन ईश्वर बा देवता को माने ना खाद्य खाइबारे मोर आनंद ईश्वर को सहित मोर कि संपर्क मत भोजन समय विरक्त करना ये प्रकार नास्तिक वचन शुणी साधु बाबा रागिगले एवं वृद्धंकर खाइबा थाली ओटारी नहीं फिंगिदे किसी न भावी वृद्ध को कुटीर बाहर करदे राति वृद्ध केउठी रहिबे से कथा भाविले ना वृद्ध दुख जंगल पथ चलगले राति साधु बाबा स्वप्न देखिले स्वप्न भगवान कहते से वृद्ध को तुम्हें जे प्रकार व्यवहार देखल द्वारा तुम अतिथि सत्कार पुण्य नष्ट होगा स्वप्न साधु बाबा पचारे से तो आपण को निंदा कला मु आपण को निंदा सही पार्ली ना फल क्रोधरे तड़ीदेली से ईश्वर द्रोही भगवान बुझे कहले से तो सबुदिने मत अपमान करुच्ची तथापि मु 100 वर्ष है सही पारुची तुम्हें किंतु गोटे दिन सही पार ना साधु बाबा निजर निदुर उठी कहले हे भगवान आपण महान आपण केते नास्तिक केते पापी मानकर कटु कथा सही पार्छ मु किंतु अधम गोटे दिन सही पार्ली ना मत क्षमा करते प्रभु सहिबा भली महत् गुण किसी ना असहिष्णु हेले
ମାନସିକ ଭାରସାମ୍ୟ ନଷ୍ଟ ହୋଇଯାଏ। ଏହା ସାଧନାର ବ୍ୟାଘାତ ସୃଷ୍ଟି କରିଥାଏ। ପରବର୍ତ୍ତୀ ଗପ ସତ୍ୟର ଛାୟା। ଆମେ ଭାବୁ ସଠିକ କଥା କହିବା ହିଁ ସତ୍ୟ ଅଟେ, କିନ୍ତୁ ସତ୍ୟ କଥା ସର୍ବଦା ଲୋକ କହି ହିତକର କାମ କରିବା ଉଚିତ। ସଠିକ କଥା ଯଦି ଜନ ଅମଙ୍ଗଳ କାରକ ହୁଏ ତାହା ଅସତ୍ୟ ଅଟେ ବା ମିଥ୍ୟା ଅଟେ। ମିଥ୍ୟା ଶବ୍ଦ ମିଥ ଧାତୁରୁ ଆସିଛି, ଯାହାର ଅର୍ଥ ଅମଙ୍ଗଳ କରିବା। ସତ୍ ଶବ୍ଦ ଅସ୍ ଧାତୁରୁ ଆସିଛି, ଯାହାର ଅର୍ଥ ଅସ୍ତିତ୍ୱକୁ ରକ୍ଷା କରିବା ବା ମଙ୍ଗଳକାରକ। ବେଳେ ବେଳେ ସଠିକ କଥା ଗୋପନ ରଖି ଜନମଙ୍ଗଳ କାର୍ଯ୍ୟ କରାଯାଇପାରେ, ଏହା ହିଁ ସତ୍ୟର ଛାୟା। ତେଣୁ କୁହାଯାଇଛି ସତ୍ୟଂ ଲୋକହିତଂ ପ୍ରୋକ୍ତଂ ନ ଯଥାର୍ଥ ଅଭିଭାଷଣ। ଏପରି ଏକ ଦୃଷ୍ଟାନ୍ତ ନିଆଯାଇପାରେ। ଥରେ ରାମଦେବ ନାମରେ ଜଣେ ଗୃହସ୍ଥ ବ୍ୟବସାୟ କରୁଥିଲେ। ବେଳେ ବେଳେ ବ୍ୟବସାୟ ପାଇଁ ତାଙ୍କୁ ବିଦେଶ ଯିବାକୁ ପଡୁଥିଲା। ବିଦେଶରେ ମାସ ମାସ ଧରି ରହିଯାଉଥିଲେ। ପ୍ରତି ମାସରେ ଚିଠି ବା ଟଙ୍କା ଘରକୁ ପଠାଉଥିଲେ। ଥରେ ରାମଦେବ ନିଜର ପତ୍ନୀ ପୁତ୍ର ଓ କନ୍ୟାକୁ ଛାଡ଼ି ବିଦେଶ ଗଲେ। କିଛି ଦିନ ଗଲା, ପ୍ରତି ମାସରେ ଚିଠି ଓ ଟଙ୍କା ଘରକୁ ପଠେଇଲେ। ଏହାର 2 ମାସ ପରେ କେବଳ ଟଙ୍କା ଆସିଲା, କିନ୍ତୁ ଚିଠି ଆସିଲା ନାହିଁ। ତାପର ମାସରେ ଚିଠି ଓ ଟଙ୍କା ଆସିଲା, କିନ୍ତୁ ଚିଠିର ଅକ୍ଷର ଗୁଡ଼ିକ ବଙ୍କା ବଙ୍କା ଦେଖାଯାଉଥିଲା। ଚିଠିରେ ଲେଖା ଥିଲା ତାର ଡାହାଣ ହାତରେ ଆଘାତ ଲାଗିଛି, ତେଣୁ ଅକ୍ଷର ବଙ୍କା ବଙ୍କା ହୋଇଯାଇଛି। ତାପର ମାସଠାରୁ ଠିକ ସମୟରେ ଟଙ୍କା ଏବଂ ସେହି ବଙ୍କା ଅକ୍ଷରର ଚିଠି ଆସିଲା। ଚିଠିରେ ଘରକୁ ଆସିବା କଥା ଲେଖାଥିଲା ଏବଂ ବେଳେ ବେଳେ ଅସୁବିଧାରୁ ଯାଇପାରୁନାହିଁ ବୋଲି ଲେଖାଥିଲା। ଏ ମଧ୍ୟରେ କେତେକ ବର୍ଷ କଟିଗଲା। ପୁଅ ବଡ଼ ହେଲା, ଝିଅର ବିବାହ ସରିଲା। ବିବାହର ପାଇଁ ଟଙ୍କା ଏବଂ ଉପହାର ମଧ୍ୟ ଆସିଲା, କିନ୍ତୁ ରାମଦେବ ଆସିଲା ନାହିଁ। ବହୁ ଦିନ ଅପେକ୍ଷା ପରେ ପୁଅ ବାପାଙ୍କୁ ଖୋଜିବା ପାଇଁ ବାହାରିଲା। ନିର୍ଦ୍ଦିଷ୍ଟ ଠିକଣାରେ ଖୋଜି ଖୋଜି ବାପା ଦେଇଥିବା ସ୍ଥାନ ମିଳିଗଲା। ସେଠାରେ ତାର ବାପା ନଥିଲେ, ଜଣେ ବୟସ୍କ ବ୍ୟକ୍ତି ସେଠାରେ ମିଳିଲେ। ପୁଅ ନିଜର ପରିଚୟ ଦେଲା ଏବଂ ବାପାଙ୍କୁ ଦେଖା କରିବାକୁ ଆସିବ ବୋଲି କହିଲା। ସେ ବୟସ୍କ ବ୍ୟକ୍ତି ଜଣକ କହିଲେ, ବାପରେ, ମୁଁ ଏଇ ଦିନକୁ ଅପେକ୍ଷା କରିଥିଲି। ପ୍ରକୃତରେ ତୁମ ବାପା ଏକ ଦୁର୍ଘଟଣାରେ ମରିଯାଇଛନ୍ତି। ସେତିକି ବେଳେ ତୁମେମାନେ କିଛି ଦିନ ଧରି ଚିଠି ପାଇନଥିଲ। ତୁମ ବାପାଙ୍କର ଏଠାରେ ପ୍ରଚୁର ଅର୍ଥ ଥିଲା। ମୁଁ ତୁମମାନଙ୍କୁ ପାଇଁ ପ୍ରତି ମାସରେ କିଛି କିଛି ଟଙ୍କା ପଠାଉଥିଲି। ସେଥିରେ ତୁମ କାମ ଚଳିଗଲା। ଏବେ ତୁମେ ବଡ଼ ହେଲଣି, ସଂସାର ଦାୟିତ୍ୱ ନେଲଣି, ତେଣୁ ଠିକ କଥାଟି ବର୍ତ୍ତମାନ କହୁଛି। ରାମଦେବ ମୋର ବନ୍ଧୁ। ପୂର୍ବରୁ ବାପାଙ୍କ ମରିବା ଖବର ପହଞ୍ଚିଥିଲେ ତୁମେ ସହିପାରିନଥାନ୍ତ, ଭାଙ୍ଗି ପଡ଼ିଥାନ୍ତ। ଫଳରେ ଘରଟି ନଷ୍ଟ ହୋଇଯାଇଥାନ୍ତା। କେବଳ ଟଙ୍କା, ତେଣୁ ମୁଁ ନିଜ ହାତରେ ଚିଠି ଲେଖି ପଠାଉଥିଲି। ତୁମର ହିତ କାମନା କରି ମୁଁ ତାଙ୍କୁ କଳ୍ପନାଗ୍ରସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇ ଘରକୁ ଫେରିଲି। ଏପରି କାର୍ଯ୍ୟ ଯଥାର୍ଥ ନହେଲେ ମଧ୍ୟ ସତ୍ୟ ଅଟେ, କାରଣ ଏହା ଫଳରେ ଗୋଟିଏ ପରିବାର ସତ୍ୟ ହେଉଛି ତାହା ଯାହା ଜନ ହିତକର ହୋଇଥାଏ। 1+1=1। 5 ବର୍ଷର ପିଲାଟିଏ ମାଷ୍ଟ୍ରେ ବେତ ଧରି ଶିଖଉଥିଲେ 1+1=2, 1+1=2। ସମସ୍ତେ ଚିତ୍କାର କରି ସେଇ କଥା ଉଚ୍ଚାରଣ କରୁଥିଲେ 1+1=2। ପିଲାଟି କିନ୍ତୁ ଅନ୍ୟମନସ୍କ ଭାବରେ କଥାଟି ଶୁଣୁଥିଲା। ଘରକୁ ଫେରି ଆସିଲା।
ତା ପରଦିନ ଶିକ୍ଷକ ପୁଣି ପଚାରିଲେ, ଆରେ ପିଲା 1 ଯୁକ୍ତ 1 ସମାନ କେତେ? ସମସ୍ତେ କହିଲେ 2 2 2 2 କହିଗଲେ। କିନ୍ତୁ ଏଇ ପିଲାଟି କିଛି କହିଲା ନାହିଁ। ମାଷ୍ଟର ସେଠୁ ବେତ ନକ୍ ନକ୍ କରି ଆସି ପାଖରେ ପହଞ୍ଚିଲେ, କହିଲେ କିରେ ତୋର କ'ଣ ପାଠ ହେଲା ନାହିଁ? 1 ଯୁକ୍ତ 1 ସମାନ କେତେ? କିଛି କହିଲେ ନାହିଁ ପିଲାଟି। ତେଣୁ ପାହାଡ଼ ଉପରେ ପାହାଡ଼, ମାଡ଼ ଉପରେ ମାଡ଼, ବହୁତ ମାଡ଼ ସହି ସାରିଲା ପରେ ପିଲାଟି ପାଟି କଲା, କହିଲା ମାଷ୍ଟର ଆପଣ ଗୋଟେ କଥା, ଏ ସଂସ୍ଥାରେ ଯେତେ ଜିନିଷ ଦେଖୁଛନ୍ତି ଗୋଟେ ସହିତ ଆଉ ଗୋଟେ ସମାନ ତ ନୁହେଁ, ତାହେଲେ 1କୁ 1ରେ ମିଶେଇବେ କେମିତି? ଗୋଟେ ମଣିଷ ବଡ଼ ହେଲେ ଆଉ ଗୋଟେ ମଣିଷ ସାନ, ଗୋଟେ ଛୋଟ ପିଲା ଗୋଟେ ତା ବାପା ସାଙ୍ଗରେ ସମାନ କେମିତି ହବ? ତେଣୁ ବାପା ଆଉ ପୁଅକୁ ମିଶେଇ 2ଟା ମଣିଷ ହେବେ କେମିତି? ଗୋଟେ ବଡ଼ ବର ଗଛ, ଗୋଟେ ସାନ ବର ଗଛ, 2ଟା ମିଶିକି 2 ହେବେ କେମିତି? ତେଣୁ ସଂସାରରେ କେହି କାହା ସହିତ ସମାନ ନୁହେଁ। ଗୋଟେ ଗଛ ସାଙ୍ଗରେ ସମାନ ନୁହେଁ, ଗୋଟେ ମଣିଷ ସାଙ୍ଗରେ ସମାନ ନୁହେଁ, ଗୋଟେ କୁକୁର ସାଙ୍ଗରେ ସମାନ ନୁହେଁ। ତାହେଲେ କିଏ କାହା ସହିତ ମିଶିବ କେମିତି? ତେଣୁ 1କୁ 1ରେ ମିଶେଇ ହବନି, ମିଶେଇଲେ 1 ହେଇ ରହିବ। ଯେମିତି ଗୋଟେ ସମୁଦ୍ର ଭିତରୁ କପେ ପାଣି ନେଇ ଆଇଲେ ସମୁଦ୍ର ଲୁଣିଆ ଥିବ, କପେ ପାଣି ବି ଲୁଣିଆ ଥିବ। ତାହେଲେ ସମୁଦ୍ର ଭିତରେ ଏ କପକ ପାଣି ଥିଲା, ଏବେ ଆଣି ସାରିଲା ପରେ ସମୁଦ୍ର ଯେତିକି ସେତିକି ରହିଲା। ତାହେଲେ 1ରୁ 1 ଫେରିଲେ ବି 1 ରହୁଛି, ଆଉ ଏ କପକ ପାଣି ତା ଦେହରେ ଢାଳିଦେଲେ ବି ସେ 1 ହେଇ ରହିବ। ତେଣୁ 1 ଯୁକ୍ତ 1 ସମାନ 1 2 ହେଇପାରିବନି, କାରଣ ସଂସାରରେ 2ଟି ଜିନିଷ କେବେ ସମାନ ନୁହେଁ। ମାଷ୍ଟର ସେଦିନ କଥାଟା ବୁଝିପାରିଲେ ନାହିଁ, କିନ୍ତୁ ଖୁବ୍ ମାଡ଼ ଦେଲେ। ଏ ଶିଶୁ ଦିନେ ମହାନ ଦାର୍ଶନିକ ହେଲେ, ସେ ହେଉଛନ୍ତି ଠାକୁର ଅନୁକୂଳଚନ୍ଦ୍ର। ଏବଂ ଯେଉଁ ଶିକ୍ଷକ ତାଙ୍କୁ ସେଦିନ ମାଡ଼ ଦେଇଥିଲେ, ତାଙ୍କର ପରିଣତ ବୟସରେ ସେ ବୁଝିପାରିଲେ ସେଦିନ ଶିଶୁ ଯାହା ତାଙ୍କୁ କହିଥିଲା ତାହା ହିଁ ଅକ୍ଷର ଅକ୍ଷର ସତ୍ୟ। 1କୁ 1 ସାଙ୍ଗରେ ମିଶେଇ ହେବନି ବା 1ରୁ 1 ଫେରି ହେବନି। ତେଣୁ 1 ଯୁକ୍ତ 1 1 ରହିବ, 1ରୁ 1 ଫେରିଲେ ବି 1 ରହିବ। ତେଣୁ 1 ଆଉ ଗୋଟେ 2ଟା କେବେ ସମାନ ନୁହେଁ।